ଜାଣିଛି ଯାହାକି ଏନ୍ଜି ଏନର୍ଜି ବଦଳରେ ହେଇଛି ଆମମାନଙ୍କ ପାଇଁ ସୌଭାଗ୍ୟ। ଓଡ଼ିଶାର ଗରିବ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ସେମାନେ ଲାଭାନ୍ୱିତ ହୋଇପାରିବେ। ଏ ଦୃଷ୍ଟିରୁ 100 ଦିନର କାମ ଥିଲା, ଏବେ 125 ଦିନର କାମ କରିବେ। 275 ଟଙ୍କା ତାକୁ 300 ଟଙ୍କାରେ କାମ କରିବେ। ଏଠି ସବୁଠାରୁ ବଡ଼ କଥା ହେଉଛି ବିଗତ ଦିନର ଯେଉଁ ପ୍ରକାର ଗାଇଡ଼ଲାଇନ୍ ଥିଲା, ସେ ଗାଇଡ଼ଲାଇନ୍ର କିଛି ପରିବର୍ତ୍ତନ ହେଇଛି। ପରିବର୍ତ୍ତନର କଥା ହେଉଛି ଯେ ଜଣେ ଇଣ୍ଡିଭିଜୁଆଲ୍ ବି ତାର ଏସେଟ୍ ତିଆରି କରିପାରିବ ଏବଂ ଚାଷୀ ପାଇଁ ଗୋଟେ ଏକ ସୁଦୂର ପ୍ରସାରୀ ଯୋଜନା ଭାବରେ କାର୍ଯ୍ୟକାରୀ ହେବ। ଆମେ ଗୋଟେ ଏସେଟ୍ ତିଆରି କରିବା ପାଇଁ ଆଜି ସବୁଠାରୁ ବଡ଼ କଥା ହେଉଛି ପଞ୍ଚାୟତ ଟେଣ୍ଡର ହେବା କଥା, ପଞ୍ଚାୟତର ଭିତ୍ତିଭୂମି ତିଆରି ହେବା କଥା। ଏ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଆଜିକାର ବିବିଜି ରାମଜୀ ଯେଉଁ ଯୋଜନା ହୋଇଛି, ଏ ଯୋଜନା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଅଭିନବ ଯୋଜନା ଏବଂ ଓଡ଼ିଶା ପ୍ରଦେଶର ଉନ୍ନତି କ୍ଷେତ୍ରରେ ଆମେ ଯେଉଁ ଚାଷୀ କଥା କହୁଛୁ କି ଗରିବ କଥା କହୁଛୁ କି ଦାଦନ କଥା କହୁଛୁ, ଏ ସମସ୍ତଙ୍କ ପାଇଁ ଏତେ ସୁଦୂର ପ୍ରସାରୀ ହେବ ଯେ ଆମେ ଆଗାମୀ ଦିନରେ ଏ ବ୍ୟବସ୍ଥାକୁ କନଭର୍ଜେନ୍ସ ମୁଡ଼୍ରେ ଠାରୁ ଗୋଟେ ଚାଷୀ ପର୍ଯ୍ୟନ୍ତ କନଭର୍ଜେନ୍ସ ମୁଡ଼୍ରେ ତାଙ୍କର ଥଇଥାନ କରିବାର ଗୋଟେ ସୁବ୍ୟବସ୍ଥା ହୋଇପାରିବ। ସେହି ଦୃଷ୍ଟି ନେଇ ଆମ ପାଇଁ ଅର୍ଥର ବ୍ୟବସ୍ଥା ହୋଇଯାଇଛି। ଆମେ ପାଖାପାଖି 6,000 କୋଟି ଟଙ୍କା ଆମେ ପାଉଛୁ। ଆମର ସେୟାର ରହିଛି 60 କୋଟିରେ ଅଛି। ଆମେ ଗତ ବର୍ଷମାନଙ୍କ ଠାରୁ ବି ଅଧିକ ଟଙ୍କା ପାଉଛୁ ଏବଂ ଅଧିକ ଟଙ୍କା ପାଇଲା ବେଳେ ଆଉ ଲିବରାଲ ହିସାବରେ ତାକୁ ଅଧିକ କାର୍ଯ୍ୟାନ୍ୱୟନ କରିବାର ଗୋଟେ ସୁଦୂର ପ୍ରଭାବ ପଡ଼ିବ ଲୋକଙ୍କ ପାଖରେ ଏବଂ ଏ ବିଷୟକୁ ଆମେ ପଞ୍ଚାୟତ ସ୍ତରକୁ ଲୋକଙ୍କ ସ୍ତରକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା କାମ କରିବା ଏବଂ ଏ ଫର୍ମୁଲା ବିଗତ ଯେଉଁ 2 ବର୍ଷ ସମୟ ଆମ ପାଖରେ ଅବଧି ଥିଲା, ସେ 2 ବର୍ଷ ଅବଧି ଭିତରେ ଆମେ ଯେଉଁ ପ୍ରକାର ବିଭିନ୍ନ ଜିଲ୍ଲା ଗସ୍ତ କଲାବେଳେ ବିଭିନ୍ନ ବ୍ଲକର ବିଡ଼ିଓମାନଙ୍କ ସଙ୍ଗେ ମିଶି ଆଲୋଚନା ଯିବା ସମୟରେ ଆମେ ଯାହା ତାଙ୍କୁ ଫିଡ଼ବ୍ୟାକ୍ ଦେଇଛୁ, ଆମେ ତା ଦ୍ୱାରା ବହୁତ କିଛି କରିପାରିବା। ଏଥିରେ ଆଉ ଏକ ଗୋଟେ ବି ଶୁଭଙ୍କର ବିଷୟ ଅଛି, ଯାହା ହେଉଛି 16 ଫାଇନାନ୍ସ କମିଶନ। 16 ଫାଇନାନ୍ସ କମିଶନ ଏବଂ 6th ଫାଇନାନ୍ସ କମିଶନ ଷ୍ଟେଟ୍, ଏ ଦୁଇଟା ମିଶ୍ରଣରେ ଆମେ ଗତ ବର୍ଷ ଆମେ ପୂର୍ବ ଫାଇନାନ୍ସ କମିଶନ ଆମ ପାଇଁ ଯେତେ ଅର୍ଥ ବ୍ୟବସ୍ଥା କରିଥିଲେ, ଆମେ 72% ଅର୍ଥ ପାଇଛୁ। ଏଥର 18,875 କୋଟି ଆମେ ଅର୍ଥ ପାଇଛୁ। ଆମେ ଅର୍ଥ ପାଇଛୁ। ଏ ଅର୍ଥ ଯେଉଁ 16 ଫାଇନାନ୍ସ 6th ଫାଇନାନ୍ସ କମିଶନର ଅର୍ଥ, ବିବିଜି ରାମଜୀର ଅର୍ଥ, ତାକୁ ନେଇ ଆଗାମୀ ଦିନର ଗୋଟେ ବଡ଼ କଳ୍ପନା ଗୋଟେ ଗାଁର ହୋଇପାରିବ, ବଡ଼ କଳ୍ପନା ଗୋଟେ ପଞ୍ଚାୟତର ହୋଇପାରିବ। ଏ ବ୍ୟବସ୍ଥାକୁ ଦେଖିଲା ଭିତରେ ଆମେ ଆଗାମୀ ଦିନର ପଞ୍ଚାୟତର ବ୍ୟବସ୍ଥାକୁ ଯେଉଁ ପ୍ରକାର ଆମେ ୟୁପିଡିପି ଯେଉଁ ବ୍ୟବସ୍ଥା ଆମର ଥିଲା 60%, 30%, 10% ଯେଉଁ ବ୍ୟବସ୍ଥା ଥିଲା ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ଏସବୁ ବ୍ୟବସ୍ଥାକୁ ଅଧିକ ରୁଧିବନ୍ତ କରିବା ପାଇଁ ଆଜି ଯେଉଁ ବ୍ୟବସ୍ଥା କରିଛନ୍ତି, ଏ ବ୍ୟବସ୍ଥାକୁ ନିଶ୍ଚିତ ଭାବରେ ଏ ଫାଇନାନ୍ସ କମିଶନ ବହୁତ ଆଗରୁ ହେଇଛି। ଗାଁ ପଞ୍ଚାୟତ ଯେତେବେଳେ ଫାଇନାନ୍ସ କମିଶନ ଲାଗୁ ହେଲା, ସବୁ ସମୟରେ ବଢ଼ି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗାଁର ସ୍ୱରୂପ, ଗାଁର ଲୋକଙ୍କର ଆଭିମୁଖ୍ୟକୁ ଆଧାର କରି ଯେଉଁ ବ୍ୟବସ୍ଥା କରିଛନ୍ତି, ନିଶ୍ଚିତ ଭାବରେ ଗାଁର ସ୍ୱରୂପ ବଢ଼ିବ, ଗାଁର ଅଧିକରୁ ଅଧିକ ଅର୍ଥ ପାଇପାରିବ। ଗୋଟିଏ ଗାଁ କୋଟିଏ ଟଙ୍କା ପାଇବ, ଏ ପ୍ରକାର କୋଟିରୁ ଅଧିକ ଟଙ୍କା ବି ପାଇପାରିବ। ଏ ପ୍ରକାର ବ୍ୟବସ୍ଥାକୁ ଆମେ ପଞ୍ଚାୟତ ଗ୍ରାମସଭା ମାଧ୍ୟମରେ ଆମେ ତାର ସ୍ୱରୂପ ତିଆରି କରି ଯଦି ଆମେ ନିର୍ଣ୍ଣୟ କରିପାରିବା, ନିଶ୍ଚିତ ଭାବରେ
ଗାଁ ଏକ ପରିବର୍ତ୍ତନ ଗାଁ ହେବ ଏବଂ ସୁନାର ଗାଁ ହେବ।